ବାଲେଶ୍ୱରର ସଲ୍ଟ ରୋଡରେ ଅସାମାଜିକ କାର୍ଯ୍ୟକଳାପକୁ ନେଇ ବଢୁଛି ଜନସନ୍ତୋଷ। ଆନ୍ଦୋଳନର ଚେତାବନୀ ଦେଲା ପୂର୍ବାଞ୍ଚଳ ବିକାଶ ପରିଷଦ। ବାଲେଶ୍ୱର ସହରର ବଙ୍କାଖେଜୁର ଛକଠାରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ପର୍ଯ୍ୟନ୍ତ ନିମିକି ସଡ଼କ ବା ସଲ୍ଟ ରୋଡ୍ ସମ୍ପ୍ରତି ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟି ଯାଇଛି। ଏହି ରାସ୍ତାରେ ଡକାୟତି, ଛିନତାଇ, ଗୋ ଚାଲାଣ, ଚୋରା ମଦ ଚାଲାଣ ଏବଂ ବ୍ରାଉନ୍ ସୁଗର କାରବାର ଭଳି ନାନାଦି ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଛି। ମୋଟ 7 ଗୋଟି ଥାନା ଅଞ୍ଚଳ ଦେଇ ଏହି ରାସ୍ତା ଯାଇଥିଲେ ବି ପୋଲିସର ନିଷ୍କ୍ରିୟତାକୁ ନେଇ ଜନସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଶ୍ରୀଜଙ୍ଗସ୍ଥିତ ପୂର୍ବାଞ୍ଚଳ ବିକାଶ ପରିଷଦ ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ପୋଲିସର ସାଧୁତା ଉପରେ ପ୍ରଶ୍ନ ଉଠାଇବା ସହ ପରିସ୍ଥିତି ନିୟନ୍ତ୍ରଣରୁ ବାହାରିବା ପୂର୍ବରୁ ବିହିତ ପଦକ୍ଷେପ ନେବାକୁ ଦାବି ଉଠାଇଛନ୍ତି। ସଲ୍ଟ ରୋଡରେ ସ୍ପଷ୍ଟ ଦିବାଲୋକରେ ଛିନତାଇ ଓ ମରଣାନ୍ତକ ଆକ୍ରମଣ ଘଟଣା ସାଧାରଣ କଥାରେ ପରିଣତ ହେଲାଣି। ସମ୍ପୃକ୍ତ ଅଞ୍ଚଳରେ ଅବାଧ ଗୋ ଚାଲାଣ ବୃଦ୍ଧି ପାଇ ଚାଲିଛି। ଗୋ ଚାଲାଣକାରୀମାନେ ସାଧାରଣ ଜନତାକୁ ଭୟଭୀତ କରି ରଖୁଛନ୍ତି। ଅଭିଯୋଗ ହେଲେ ମକଦ୍ଦମାଟିଏ କରି ପୋଲିସ ଚୁପଚାପ ହୋଇ ବସି ରହୁଛି। ଗୋପାଳପୁର ଓ ସାରଗାଁ ପ୍ରଭୃତି ସ୍ଥାନରେ ସରକାରୀ ମଦ ଦୋକାନ ଓ ପ୍ରତ୍ୟେକ ଛକରେ ଦେଶୀ ଓ ବିଦେଶୀ ମଦର ଚୋରା କାରବାର ସହିତ ବ୍ରାଉନ୍ ସୁଗର କାରବାରର ହବ୍ ପାଲଟିଥିବା ନିମିକି ସଡ଼କ ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। କିଛି ଦିନ ମଧ୍ୟରେ କୁଅଁରପୁର ଛକରୁ ଓଡ଼ଶାଳ ପର୍ଯ୍ୟନ୍ତ ଛିନତାଇ ବୃଦ୍ଧି ପାଇଛି। ନିକଟ ଅତୀତରେ ସକାଳ 9 ଘଟିକା ସମୟରେ ଦୁର୍ବୃତ୍ତମାନେ ଖଣ୍ଡା ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କା ଲୁଟି ନେବାର ଅଭିଯୋଗ ହୋଇଛି। ଶ୍ରୀଜଙ୍ଗ ଛକରେ ଗୋ ଚାଲାଣକାରୀଙ୍କ ବିଭତ୍ସ କାଣ୍ଡ ଘଟିବାର 2 ଘଣ୍ଟା ପରେ ପୋଲିସ ପହଞ୍ଚିବା ଏବଂ ଏକ ମାମଲା ଦାୟର କରି ଚୁପଚାପ ବସିଯିବାରୁ ଗୋ ଚାଲାଣକାରୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଏସବୁକୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାତ୍ରି ପେଟ୍ରୋଲିଂ ବ୍ୟବସ୍ଥା ହୋଇପାରୁନାହିଁ। ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ମିଥ୍ୟା ପ୍ରତିଶ୍ରୁତି ଦେଇ ଭଣ୍ଡାଇ ଚାଲିଛନ୍ତି। ପୂର୍ବରୁ ଖନ୍ତାପଡ଼ା, ଗୋପାଳପୁର ଓ ଜୟଦେବକସବା ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା ଥିଲା, ମାତ୍ର ସେସବୁ ବ୍ୟବସ୍ଥା ଏବେ ଉଚ୍ଛେଦ ହୋଇଯାଇଛି। ଏ ତ ଆଜି ନୁହେଁ, ଆପଣମାନେ ଜାଣିଥିବେ ବହୁତ ଦିନ ହେବ ସଲ୍ଟ ରୋଡ୍ ବିଶେଷ କରି ସାରଗାଁରୁ ଶ୍ରୀଜଙ୍ଗ ଛକ ପର୍ଯ୍ୟନ୍ତ ଏ ଗୋଟେ ମାନେ ଅପରାଧୀ ମାନଙ୍କର ସେଟା ଗୋଟେ ଆଡାସ୍ଥଳୀ ପାଲଟିଛି ଏବଂ ସନ୍ଧ୍ୟା 7ଟା ପରେ ସ୍ଥାନୀୟ ଲୋକ ଯିବା ଆସିବା କରିବା ସେଥିପାଇଁ ଡରୁଛନ୍ତି। ମାନେ ବାହାରୁ ଯଦି ପ୍ରଥମେ କୌଣସି ଲୋକ ଆସିବ, ଆପଣଙ୍କ ବନ୍ଧୁବାନ୍ଧବୀ ହେଉ ଯିବା ପାଇଁ ଚେଷ୍ଟା କରିବ, 7ଟା ପାର ହେଇଥିବ ଯଦି ସେମାନେ ସେ ଅଞ୍ଚଳକୁ ଯିବା ପାଇଁ ଆଜି ନୁହେଁ ବହୁତ ଦିନ ହେଲା ଡରୁଛନ୍ତି। ଏବଂ ବିଶେଷ କରି କିଛି ଦିନ ହେବ ଯେଉଁଭଳି ଭାବରେ ଅପରାଧୀ ମାନଙ୍କର ଦୌରାତ୍ମ୍ୟ ବଢ଼ିଛି, ଆପଣ ଗୁରୁ ଗାଡ଼ି ଚାଲାଣ କଥା କୁହନ୍ତୁ, ଦେଶୀ ମଦ କଥା କୁହନ୍ତୁ, ବ୍ରାଉନ୍ ସୁଗର କଥା କୁହନ୍ତୁ କିମ୍ବା ଛିନତାଇ କଥା କୁହନ୍ତୁ, ଯଦି ପ୍ରଥମେ କୌଣସି ସମ୍ବାଦ ପେପର ଖୋଲିବେ ତାହେଲେ ପ୍ରଥମେ ଗୋଟେ ନ୍ୟୁଜ୍ ଥିବ ସେଇ ଅଞ୍ଚଳରେ ଗୋଟିଏ ଯାହା ବି ହେଲେ ହେଇଥିବ। ଏବଂ ନିଶ୍ଚିତ ଏତେ ସବୁ କଥା ହେଲା ପରେ ବି ପୁଲିସ ଏ ବିଷୟରେ ସେତିକି ସଚେତନ ହେଉନି। ତେଣୁ ସେ ଏତେ ଥାନା, ଆପଣ ଜାଣିଥିବେ ଗୋପାଳପୁର ଥାନା ଅଛି, ଖନ୍ତାପଡ଼ା ଥାନା ଅଛି ଏବଂ ସଦର ଥାନାର ବି ଅଞ୍ଚଳ ଯାଉଛି ଏବଂ ଜୟଦେବ କସବା ଫାଣ୍ଡି ବି ସେଠି ରହିଥିବା ସତ୍ତ୍ୱେ ସେପଟେ ଯେଉଁଭଳି ଭାବରେ ଏସବୁ କାରବାର ହେଉଛି, ନିଶ୍ଚିତ ସମସ୍ତଙ୍କର ମାନେ ସମସ୍ତଙ୍କର ସେଠାରେ ସନ୍ଦେହ ସୃଷ୍ଟି ହେଉଛି ପୁଲିସ କାର୍ଯ୍ୟକଳାପ ଉପରେ। ବିଭିନ୍ନ ଦାବି ଆମେ କିଛି ଦିନ ତଳେ ବି କରିଥିଲେ, ରାସ୍ତା ରୋକ କରିଥିଲେ। ସେଠି ଗୋଟେ ଗୋରୁ ଗାଡ଼ି ଯାଇକି ଚଢ଼ି ଯାଇଥିଲା ଗୋଟେ ଦୋକାନୀ ଘର ଉପରେ, ତା ଦୋକାନଟା ପୁରା ନଷ୍ଟ ହୋଇଥିଲା ଏବଂ 12ଟା ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ସେ ପାଇଁ ବି ଆମେ ରାସ୍ତା ରୋକ କରିଥିଲେ ଏବଂ ଏସ୍ପି କହିଥିଲେ 3 ଦିନ ଭିତରେ ସମସ୍ତ ସମସ୍ୟାର ସମାଧାନ କରିବେ, କିନ୍ତୁ 3 ଦିନ ନୁହେଁ ମାସେକୁ ଉର୍ଦ୍ଧ୍ୱ ହୋଇଗଲାଣି କୌଣସି ଲୋକ ତାଙ୍କର କ୍ଷୟକ୍ଷତିର କିଛି ଭରପୁର ପାଇନାହାନ୍ତି ଏବଂ ସେଠି ଯେଉଁ କ୍ରିମିନାଲ ଆକ୍ଟିଭିଟିଜ୍ ଦିନକୁ ଦିନ ଆହୁରି ବଢ଼ି ଚାଲିଛି। पुलिस बीट हाउस 3 जगह कराई अटका होता है सब उठी केवल गोटे श्रीजंग छकरे गोटे टेम्पोरारी बस 2 जन पुलिस ऑफिसर बसुँच सेठी एबे भी आजिका दिन में भी देखूँ जो भाव में सेठी समस्ते जानी सेठी कौ अंचल लोक सेठी गुरुचारण कर कौ अंचल लोक ब्राउन सुगर बेपार कर समस्ते कौ मैंने छिंताई कर समस्ते जानी आम भी पुलिस को डिटेल्स पठेचे बहु लोक पठे मुझे खाली एका नुहे बहु लोक डिटेल्स पठेला पर भी पुलिस जाइकी सासंग अंचल से दिन जो भाव में लोक गिरफ करने जाइला विरोध करागला लोक विरोध कले से पलि आसिले किंतु आपाई गोटे स्वतंत्र समाधान व्यवस्था जिते पर्यंत पुलिस प्रशासन एवं सरकारी कार्यकर्ता नेतृवृंद जदि न करेंगे आगामी दिन में सेठी आंदोलन व्यापक करा रास्तार जो भाव में लोक बसी आगामी दिन में साधारण लोक भी आसिकी रास्ता रोक करेंगे कहीं गमनागमन एवं लोक जीवन सेठी सुरक्षित नहीं तेणु ताकू आम दाबी करुचे आगामी दिन में सेठी लोक जीवन को एवं ये जो सब देशी मद कारबार हो ब्राउन सुगर कारबार हो गोरु चालाण हो छिंतेई या सब किभली बंद करा सरकार ता प्रति ध्यान दियंतु।
आईन श्रृंखला स्थिति को बजाय रखा 24 घंटिया पेट्रोलिंग व्यवस्था सांगक कानकटाठारे नुआ फांडी प्रतिष्ठा करने को परिषदर कर्मकर्ता माने दाबी करिसेंती। यह सहित गोपालपुर थानार परिसीमा वृद्धि, कसबा फांडी को थाना रूपांतरित, सल्ट रोड संलग्न अंचल सरकारी मद दुकान बंद, ग्रामांचल चोरा मद कारोबार बंद पर अबकारी और पुलिस दृढ़ कार्यानुष्ठान निमंते सेमाने दाबी उठाई। तेबे ए दिगरे पुलिस प्रशासन पूर्ववत नीरव द्रष्टा साजी रहिले आगामी दिन में पूर्वांचल विकास परिषद पक्षरु आंदोलनात्मक पंथा ग्रहण करा जिवो बोली सेमाने चेतावनी दैछन्ती। विपिन बिहारी दास, श्रीमन दास महापात्र और आईनजीवी विप्लव कुमार यादव प्रमुख यह सांबादिक सम्मेलन में उपस्थित थिले। निमिकी सड़क कहते सल्ट रोड इंग्राजी रे सल्ट रोड वर्तमान असामाजिक तत्वंकर गोटे भूस्वर्ग पलटि। चोरा गो चालाणकारी, चोरा मद बेपार, ये जो धड़ा जहर बेपार एवं दिन दीपरे सेठी लुट तराज मरणात्मक आक्रमण चली। सब दुखर कथा हूँ 8टी थाना अंचल दे जाउथवा ए रास्तार वर्तमान विभीषिका पलटि। या बंद करने आम सरकार पाखे जिला प्रशासन पाखे निर्दिष्ट दाबी रखुचु। जो गोपालपुर थाना को लागिकी खंतापड़ा थाना अंचल जहाँपाई गोपालपुर थाना मुंडपुर ना, तेणु गोपालपुर थानार परिसीमा को वृद्धि करवा एवं इंचुड़ी रसालपुर पर्यंत परिव्याप्त करवा एवं जयदेव कस्बा जो फांडी अच्छी से फांडी को थाना भाव में परिणत करी ताकू जो चांदीपुर एवं सदर थाना से अंचल अच्छी 10-12टा पंचायत ताकू थाना घोषणा करवा एवं कस्बा थाना घोषणा परे कानकटारे गोटे गोटे सेंटर करवा पुलिस जो गोटे फांडी करवा एवं 24 घंटिया सेवा जोगे देवा से रास्तार या आम दाबी करुचु एवं आगामी दिन में ए घटना को लेकिन साधारण लोक पाखु जीवु। साधारण लोक मैंने दाबी उपस्थापन करेंगे एवं साधारण लोक ही निज द्वारा निज शासन और उद्देश्य ही